ଭାବୁଥିବ ମୁଇଁ ହସ୍ପିଟାଲରେ କାଣା କରୁଛେ। ତ ମୁଇଁ ଆସିଥିଲି ହସ୍ପିଟାଲ କେ। କାଁ ହେଲା ଯେ କି ମୋର ସଡୁର ତାଙ୍କର ଝିଅର ମାନେ ମାର୍କି ହଉଛି। ତ ମାର୍କି ହଉଛେ ବେଲେ ତାର ସୁଜା ଇଞ୍ଜେକ୍ସନ ଦେଇକରି ମାର୍କି କେ ବନ୍ଦ କରିଛନ୍ ଆଜି। ତ ସେ ମୋର ଝିଆରୀଟା ଭଲ ଅଛି। ତ ମୁଇଁ ବି ଆସିଥିଲି କାଁ ହେଲେ ନୂଆପଡାରେ ଆସିଛନ୍ ତ ଚେକଅପ୍ କରୁଛନ୍ ଇନ। କିନ୍ତୁ ନୂଆପଡାରେ ସେ ଫ୍ୟାସିଲିଟି ନେନ ମାର୍କିର ଏନ୍ତା। ତ ଆଜି ଦିନ ଏଇଟା ରଖିବେ ଆଉ କାଲି ଫେର ନେବେ ତାଙ୍କୁ। ତ ମୁଇଁ ଆସିଥିଲି, ମୁଇଁ ଇଆଡେ ଆସିକରି ବସିଛେଁ ଆଉ ଦେଖୁଛେଁ ହସ୍ପିଟାଲ ବହୁତ ସୁନ୍ଦର ଅଛେ। ମାନେ ସଫା ସୁତରା ନୂଆପଡାର ସବୁ ପ୍ରକାର ସୁବିଧା ପାଇପାରିବ ବଢିଆ ମାନେ। ସମସ୍ତେ ଲୋକମାନେ ବି ଶୋଇଛନ୍, ଫ୍ୟାନ ଚଲୁଛେ। ତ ଏଇ ସାଇଡ ରେ ଦେଖ, ଏଇଟା 3 ନମ୍ବର ଷ୍ଟେୟାର କେ ଆସିଥିଲି। ଇଆଡେ ତାପରେ ଲିଫ୍ଟ ସେକ୍ସନ ଅଛେ। ଲିଫ୍ଟ ସେକ୍ସନ ଦେଖ, ଏଇଟା 5 ସିଡି ବି ଦେଇଛେ। ଇନ ଦେଖ କେତେ ଗୁଡାଏ ଲୋକ ଅଛନ୍, ଇନ ଥୁକୁଛନ୍। ହସ୍ପିଟାଲ କିନ୍ତୁ ଏମିତି ଥୁକି ଥୁକି ପୁରା ଅଲିଆ କରିଦେଇଛନ୍। ତାପରେ ଦେଖ ହସ୍ପିଟାଲ ପୁରା ବାହାରର ଭିଉ ନୂଆପଡାର ଦିଶୁଛି। ହେଡେ ଯେନ୍ ଦିଶୁଛେ ପାହାଡଟା, ହେଡା କେନ୍ ପାହାଡ କହିବ ଯେନ୍ ମାନେ ବି ଦେଖୁଛ। 3 ନମ୍ବର ଷ୍ଟେୟାର ନୁ ତଲକେ ଦେଖ କେନ୍ତା ଦିଶୁଛି। ଆଉ ଉପରକେ ଦେଖ ହେଟା କେନ୍ତା ଦିଶୁଛେ। ଆଉ 4ଟା ଷ୍ଟେୟାର ଅଛି। ତ ଏ ଲୋକ ମାନେ ଯାଉଛନ୍ ସବୁ ତାଙ୍କର ସଫା ସୁତରା କରିକିରି। ଇଆଡେ ବି ଦେଖ ବାହାର ଭିଉ କେନ୍ତା ଦିଶୁଛେ। ବହୁତ ଭଲ ହସ୍ପିଟାଲ ଅଛେ। ଆଉ 7 ଷ୍ଟେୟାର ଅଛେ। ତେବେ ଇଆଡର ଦୃଶ୍ୟ ଦେଖ, ସେ ଦୁରିଆରେ ଜଙ୍ଗଲ ଦିଶୁଛେ। ହେଟା କେନ୍ ଜଙ୍ଗଲ ଏ, ତାର ନାଁ କେନା ମୁଇଁ ତ ନେଇ ଜାନି। ଯେନ୍ ମାନେ ନୂଆପଡାର ଦେଖୁଛ କହିବ। ଆଉ ଏଟାର ଫ୍ରଣ୍ଟ ରେ ଏଟା ଆହାର ସେଣ୍ଟର ଅଛେ, ଦେଖୁଥିବ। ତାପରେ ଏଟା ଦେଖ ଏ ସାଇଡ ରେ ଜୁମ କରମା, ଏଟା ପାତ୍ର ଆଡେ ଯାଏସନ୍ ହେଇଆଡେ। 10x ଜୁମ କଲେ ଟାକି କେନ୍ତା ଦିଶଛେ। ବାକି ବହୁତ ସୁନ୍ଦର ଦିଶଛେ ଏତ୍କି ଉପର ଭିଉ ଟା।